ନମସ୍କାର ଦର୍ଶକ ବନ୍ଧୁ, ଜୟ ଶ୍ରୀକୃଷ୍ଣ। ଚିନ୍ତନ ଟିଭିକୁ ପୁଣି ଥରେ ଆପଣଙ୍କୁ ସ୍ୱାଗତ, ଯେଉଁଠାରେ ଆମେ ଆପଣଙ୍କ ଜୀବନକୁ ଆଧ୍ୟାତ୍ମିକ ଏବଂ ପ୍ରେରଣାଦାୟକ ବିଚାର ମାଧ୍ୟମରେ ଦିଗ ଦେଖିବା ପାଇଁ ପ୍ରୟାସ କରୁଛୁ। ଆପଣ ଶୁଣୁଛନ୍ତି ଶ୍ରୀମଦ୍ ଭଗବତ ଗୀତାର ଏକ ନୂଆ ଶୃଙ୍ଖଳା, ଅତି ସହଜ ଏବଂ ସରଳ ଭାଷା ମାଧ୍ୟମରେ। ଆଜି ଆମେ ଜାଣିବା ଯେ ଶ୍ରୀମଦ୍ ଭଗବତ ଗୀତାର 13ତମ ଅଧ୍ୟାୟରୁ ଆମକୁ କ'ଣ ଶିକ୍ଷା ମିଳିବ। ଯଦି ଏ ଯାତ୍ରା ଆପଣମାନଙ୍କୁ ପ୍ରେରଣା ଦେଉଥାଏ, ତେବେ ଏହାକୁ ସେୟାର କରି ଆଗକୁ ବଢ଼ାଇବାକୁ ଅନୁରୋଧ ଏବଂ କମେଣ୍ଟରେ ଜୟ ଶ୍ରୀକୃଷ୍ଣ ବୋଲି ନିଶ୍ଚୟ ଲେଖନ୍ତୁ। ଭଗବତ ଗୀତାର ତ୍ରୟୋଦଶ ଅଧ୍ୟାୟକୁ କ୍ଷେତ୍ରଜ୍ଞ ଯୋଗ କୁହାଯାଏ। ଏହି ଅଧ୍ୟାୟରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ ଜୀବନ, ଆତ୍ମା ଏବଂ ପ୍ରକୃତିର ଅତ୍ୟନ୍ତ ଗୂଢ଼ ରହସ୍ୟକୁ ଅତି ସରଳ ଭାଷାରେ ବୁଝାଉଛନ୍ତି। ଏହି ଅଧ୍ୟାୟ ଆମକୁ ବାସ୍ତବରେ ଏହି ଜ୍ଞାନ ଦେଇଥାଏ ଯେ ଆମ ବାସ୍ତବରେ କିଏ, ଏ ଶରୀର କିଏ, ଆଉ ପ୍ରକୃତ ଜ୍ଞାନ କାହାକୁ କୁହାଯାଏ। ଏହି ଅଧ୍ୟାୟ ଆମକୁ ଦୁଇଟି ମହତ୍ତ୍ୱପୂର୍ଣ୍ଣ ଶବ୍ଦ ସହିତ ପରିଚିତ କରାଇଥାଏ, କ୍ଷେତ୍ର ଓ କ୍ଷେତ୍ରଜ୍ଞ। କ୍ଷେତ୍ରର ଅର୍ଥ ହେଉଛି ଆମ ଶରୀର, ଆଉ କ୍ଷେତ୍ରଜ୍ଞର ଅର୍ଥ ହେଲା ସେ ଶରୀରକୁ ଜାଣିବା ବାଲା। ସରଳ ଶବ୍ଦରେ କହିଲେ, ଶରୀର ହିଁ କ୍ଷେତ୍ର ଅଟେ, ଆଉ ସେଥିରେ ନିବାସ କରୁଥିବା ଆତ୍ମା କ୍ଷେତ୍ରଜ୍ଞ ଅଟେ। କିନ୍ତୁ ଏ କେବଳ ଏକ ସାମାନ୍ୟ ବ୍ୟାଖ୍ୟା ଅଟେ, କାହିଁକି ନା ବାସ୍ତବରେ କ୍ଷେତ୍ରର ଅର୍ଥ ଆହୁରି ବ୍ୟାପକ ଅଟେ। ଏଥିରେ କେବଳ ସ୍ଥୂଳ ଶରୀର ସାମିଲ ନୁହେଁ, ବରଂ ମନ, ବୁଦ୍ଧି, ଚିତ୍ତ, ଅହଙ୍କାର ଏବଂ ମାୟା ଅର୍ଥାତ୍ ପ୍ରକୃତିର ସେହି ସମସ୍ତ ତତ୍ତ୍ୱ ବି ସମ୍ମିଳିତ ଅଟେ, ଯେଉଁଥିରେ ଆମର ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱ ନିର୍ମିତ ହୋଇଥାଏ। ଏହି କାରଣରୁ ଗୀତା ଆମକୁ ଏହା ବୁଝାଇଥାଏ ଯେ ଜୀବନ କେବଳ ଶରୀର ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଆମର ବିଚାର, ଆମର ଭାବନା ଆଉ ଆମ କର୍ମର ମଧ୍ୟ ତା ଉପରେ ଗଭୀର ପ୍ରଭାବ ପଡ଼ିଥାଏ। ଯେପରି କୃଷକ ତା କ୍ଷେତରେ ଫସଲର ମଞ୍ଜି ବୁଣିଥାଏ, ଆଉ ପୁଣି ପରିଶ୍ରମ, ପାଣି ଓ ସାର ମାଧ୍ୟମରେ ସୁନ୍ଦର ଫସଲ ଅମଳ କରିଥାଏ, ଠିକ୍ ସେମିତି ଆମ ଶରୀର ଓ ମନରେ ବିଚାର ଓ କର୍ମର ମଞ୍ଜି ବୁଣିଥାଉ। ଯଦି ଆମେ ଶୁଭ ଓ ପବିତ୍ର ବିଚାର ବୁଣିଥାଉ, ତେବେ ଆମର କର୍ମ ବି ପବିତ୍ର ହୋଇଥାଏ, ଆଉ ଆମ ଜୀବନ ସୁଖମୟ ହୋଇଥାଏ। ଆଉ ଯଦି ଆମ ଭିତରେ ଅଶୁଦ୍ଧ ଆଉ ନକାରାତ୍ମକ ବିଚାର ଭରି ଯାଇଥାଏ, ତେବେ ତାହା ଆମ ଜୀବନରେ ଦୁଃଖ ଓ ବନ୍ଧନରେ ଭରି ହୋଇଯାଏ। ଏହି ପ୍ରକାରେ ଆମେ ଆମର ଭାଗ୍ୟକୁ ନିଜେ ନିର୍ମାଣ କରିଥାଉ, ଆଉ ବିନାଶ ମଧ୍ୟ କରିଥାଉ। ଏହି ଅଧ୍ୟାୟରେ ଭଗବାନ ଶ୍ରୀକୃଷ୍ଣ ଏହି ଗଭୀର ସତ୍ୟ କହୁଛନ୍ତି ଯେ ସ୍ୱୟଂ ଏ ସମ୍ପୂର୍ଣ୍ଣ ସୃଷ୍ଟିରେ ବ୍ୟାପ୍ତ ଅଛନ୍ତି, ଆଉ ପ୍ରତ୍ୟେକ ଜୀବର ହୃଦୟରେ ନିବାସ କରୁଛନ୍ତି। ସେ କେବଳ ବାହାର ଜଗତରେ ନୁହେଁ, ବରଂ ଆମ ଭିତରେ ପରମାତ୍ମା ରୂପରେ ମଧ୍ୟ ବିରାଜମାନ ଅଟନ୍ତି। ଅର୍ଥାତ୍ ସମସ୍ତ ଜୀବଙ୍କ ବାସ୍ତବିକ ଆତ୍ମା ସେହି ପରମାତ୍ମା ଅଟନ୍ତି। ଏହି କାରଣରୁ ଆମକୁ ଏହା ଭୁଲିବା ଉଚିତ ନୁହେଁ ଯେ ଅନ୍ୟର ଶରୀରରେ ମଧ୍ୟ ସେହି ପରମାତ୍ମା ବାସ କରୁଛନ୍ତି, ଯିଏ ଆମ ଭିତରେ ଅଛନ୍ତି। ଆତ୍ମା, ପରମାତ୍ମା ଆଉ ପ୍ରକୃତି ଅର୍ଥାତ୍ ଭୌତିକ ଶକ୍ତିର ରହସ୍ୟ ସୃଷ୍ଟି କରିବା ପରେ ଶ୍ରୀକୃଷ୍ଣ ଏହା ମଧ୍ୟ କହୁଛନ୍ତି ଯେ ଏହି ସଂସାରରେ କରାଯାଉଥିବା କର୍ମ ପଛରେ କିଏ ଉତ୍ତରଦାୟୀ ଅଟେ। କ'ଣ କେବଳ ଆତ୍ମା ହିଁ କର୍ମର କାରଣ ଅଟେ, ନା ପ୍ରକୃତି ଏବଂ ତାର ଶକ୍ତି ହିଁ ଉତ୍ତରଦାୟୀ ଅଟେ, ଅଥବା ପରମାତ୍ମା ଏହାର ସ୍ୱୟଂ ଆଧାର ଅଟେ? ଯେଉଁମାନେ ଏହି ଗଭୀର ରହସ୍ୟକୁ ବୁଝିଯାଆନ୍ତି ଆଉ ଏହା ଜାଣିଯାଆନ୍ତି ଯେ ପ୍ରତ୍ୟେକ କର୍ମ ପଛରେ କେଉଁ କାରଣ କାର୍ଯ୍ୟ କରିଥାଏ, ସେ ହିଁ ବାସ୍ତବରେ ଜୀବନର ସତ୍ୟ ସ୍ୱରୂପକୁ ଦେଖିପାରେ। ଏମିତି ଜ୍ଞାନୀ ଲୋକ କେବଳ ବାହାର ଦେଖାଇ ହେବାକୁ ନିର୍ଣ୍ଣୟ ନିଅନ୍ତି ନାହିଁ, ବରଂ ସେ ପ୍ରତ୍ୟେକ ପ୍ରାଣୀର ବିଦ୍ୟମାନ ସେହି ଦିବ୍ୟ ଚେତନାକୁ ଚିହ୍ନି ପାରିଥାନ୍ତି, ଯେ ଆମ ସମସ୍ତଙ୍କୁ ଏକା ସାଙ୍ଗରେ ଯୋଡ଼ିଥାଏ। ଯେତେବେଳେ ତାର ଦୃଷ୍ଟିକୋଣ ଏତେ ଗଭୀର ଆଉ ବ୍ୟାପକ ହୋଇଯାଏ ଯେ ସମସ୍ତ ଜୀବଙ୍କ ମଧ୍ୟରେ ପରମାତ୍ମାକୁ ସମାନ ରୂପରେ ଦେଖିଥାନ୍ତି, ସେତେବେଳେ ତାଙ୍କ ମନରେ କୌଣସି ପ୍ରକାର ଭେଦଭାବ, ଅହଙ୍କାର କିମ୍ବା ଅପମାନ ରହିନଥାଏ। ନା ସେ କାହାକୁ ଛୋଟ ଭାବିଥାନ୍ତି ଆଉ ନା କାହାକୁ ବଡ଼। ତାଙ୍କ ପାଇଁ ସମସ୍ତ ପ୍ରାଣୀ ସେହି ବିରାଟ ଅଂଶର ଏକ ଅଂଶ ଭାବରେ ମାନିଥାନ୍ତି। ଏହି ଦିବ୍ୟ ଅନୁଭୂତି ତାଙ୍କୁ ସେହି ସତ୍ୟର ନିକଟକୁ ନେଇଯାଇଥାଏ, ଯାହାକୁ ଆମେ ବ୍ରହ୍ମ ଅନୁଭୂତି କହିଥାଉ। ଏହି ଅଧ୍ୟାୟର ଆରମ୍ଭରେ ଅର୍ଜୁନ ଅତ୍ୟନ୍ତ ବିନମ୍ରତା ସହିତ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରଶ୍ନ କରୁଛନ୍ତି, ପ୍ରକୃତିଂ ପୁରୁଷଂ ଚୈବ କ୍ଷେତ୍ରଂ କ୍ଷେତ୍ରଜ୍ଞମେବ ଚ ଏତତ୍ ବେଦିତୁମିଚ୍ଛାମି ଜ୍ଞାନଂ ଜ୍ଞେୟଂ ଚ କେଶବ। ଅର୍ଥାତ୍ ଅର୍ଜୁନ କହିଲେ, ହେ କେଶବ, ମୁଁ ଜାଣିବାକୁ ଚାହୁଁଛି ଯେ ପ୍ରକୃତି କ'ଣ ଅଟେ, ପୁରୁଷ କିଏ, କ୍ଷେତ୍ର ଓ କ୍ଷେତ୍ରଜ୍ଞର ପ୍ରକୃତ ଅର୍ଥ କ'ଣ ଅଟେ, ଆଉ ପ୍ରକୃତ ଜ୍ଞାନ କାହାକୁ କୁହାଯାଏ, ଆଉ ଏ ଜ୍ଞାନର ପ୍ରକୃତ ଲକ୍ଷ୍ୟ କ'ଣ ଅଟେ। ଯଦି ଆମେ ମନେ ପକାଇବା ଯେ ଶ୍ରୀମଦ୍ ଭଗବତ ଗୀତାର ପ୍ରଥମ ଅଧ୍ୟାୟରେ କିଛି ଏହି ପ୍ରକାର ସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା।
ଯେତେବେଳେ ଧୃତରାଷ୍ଟ୍ର ପ୍ରଶ୍ନ କରିଥିଲେ, ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯୁଜୁଶ୍ଚବଃ ମାମକାଃ ପାଣ୍ଡବାଶ୍ଚୈବ କିମୁ କୁର୍ବତ ସଞ୍ଜୟ, ଅର୍ଥାତ୍ ହେ ସଞ୍ଜୟ, ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ଯୁଦ୍ଧର ଇଚ୍ଛା ରଖିଥିବା ମୋର ଆଉ ପାଣ୍ଡୁର ପୁତ୍ରମାନେ ଏକତ୍ର ହୋଇ କ'ଣ କଲେ? ଏଠାରେ ଯେଉଁ ଦୁଇଟି କ୍ଷେତ୍ର ବିଷୟରେ କୁହାଯାଇଛି, ଧର୍ମକ୍ଷେତ୍ର ଆଉ କୁରୁକ୍ଷେତ୍ର, ତାହା ବାସ୍ତବରେ କେଉଁଠାରେ ଅବସ୍ଥିତ? ଏହି ପ୍ରଶ୍ନର ଉତ୍ତର ଆମକୁ ବାହାରେ ନୁହେଁ, ବରଂ ନିଜ ଭିତରେ ଖୋଜିବାକୁ ପଡ଼ିବ। ବାସ୍ତବରେ କୁରୁକ୍ଷେତ୍ର ଆଉ ଧର୍ମକ୍ଷେତ୍ର ବାହାରେ କେଉଁଠାରେ ନାହିଁ, ବରଂ ଆମ ଶରୀର ଆଉ ମନ ଭିତରେ ସ୍ଥିର ଅଛି। ଏହି କାରଣରୁ ଜୀବନର ପ୍ରତ୍ୟେକ କ୍ଷଣରେ ଆମ ଭିତରେ ନିରନ୍ତର ଏକ ଯୁଦ୍ଧ ଚାଲିଥାଏ। ଏହି ଯୁଦ୍ଧ କେବଳ ଶାରୀରିକ ନୁହେଁ, ବରଂ ମାନସିକ ଆଉ ଆତ୍ମିକ ସ୍ତରରେ ମଧ୍ୟ ଚାଲିଥାଏ। ଆଉ ଏହା ମଧ୍ୟ ସେ ପର୍ଯ୍ୟନ୍ତ ଚାଲିଥାଏ ଯେ ପର୍ଯ୍ୟନ୍ତ ଆମ ଜୀବନର ଅନ୍ତିମ ନିଶ୍ୱାସ ଶେଷ ନ ହୋଇଛି। ଏହି କ୍ଷେତ୍ରର ବର୍ଣ୍ଣନା ଭଗବାନ ଶ୍ରୀକୃଷ୍ଣ ଏହି ଅଧ୍ୟାୟରେ କରିଛନ୍ତି। ଅର୍ଜୁନ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ଇଦଂ ଶରୀରଂ କୌନ୍ତେୟ କ୍ଷେତ୍ରମିତ୍ରଭିଧୀୟତେ ଏତତ୍ ଯୋ ବେତି तं ପ୍ରାହୁ କ୍ଷେତ୍ରଜ୍ଞ ଇତି ତଦ୍ବିଦଃ। ଅର୍ଥାତ୍ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ହେ କୁନ୍ତୀ ପୁତ୍ର, ଏହି ଶରୀରକୁ କ୍ଷେତ୍ର କୁହାଯାଏ। ଆଉ ଏହି ଶରୀରକୁ ଯିଏ ଭଲ ଭାବେ ଜାଣିଛନ୍ତି ତାଙ୍କୁ କ୍ଷେତ୍ରଜ୍ଞ କୁହାଯାଏ। ଏଠାରେ ଭଗବାନ କହୁଛନ୍ତି ଯେ ଏ ଶରୀର ଏକ ଯନ୍ତ୍ର ଅଟେ, ଏହା ଏକ ଭୂମି ଅଟେ ଯାହା ଉପରେ ସୁଖ ଦୁଃଖ, ଜନ୍ମ ମରଣ, ରାଗ ଦ୍ୱେଷ ଆଉ କର୍ମର ମଞ୍ଜି ବୁଣା ଯାଇଥାଏ। କିନ୍ତୁ ଏ ଶରୀର ଭିତରେ ଯେଉଁ ଚେତନା ଶକ୍ତି ବାସ କରୁଛି ତାହା ହିଁ କ୍ଷେତ୍ରଜ୍ଞ ଅଟେ। କ୍ଷେତ୍ରଜ୍ଞ ଶରୀର ଭିତରେ ଥିଲେ ମଧ୍ୟ ତାହା ମଧ୍ୟରେ ବାନ୍ଧି ହୋଇନଥାଏ, ବରଂ ତାକୁ ସଞ୍ଚାଳିତ କରିଥାଏ। ଏବେ ପ୍ରଶ୍ନ ଉଠେ ଯେ ଯଦି ଆମର ଶରୀର ଗୋଟିଏ ଅଟେ, ତେବେ ସେଥିରେ କ୍ଷେତ୍ର ଦୁଇଟି କେମିତି ହୋଇପାରିବ? ଧର୍ମକ୍ଷେତ୍ର ଆଉ କୁରୁକ୍ଷେତ୍ର ଏ ଦୁଇଟିକୁ ଅଲଗା ଅଲଗା କାହିଁକି କୁହାଯାଇଛି? ଯେତେବେଳେ ଆପଣ ଭଗବତ ଗୀତାକୁ ଧ୍ୟାନର ସହିତ ଶୁଣିବେ ଆଉ ତାର ରହସ୍ୟକୁ ବୁଝିବେ, ତେବେ ଏହା ସ୍ପଷ୍ଟ ହୋଇଥାଏ ଯେ ଗୋଟିଏ ଶରୀର ମଧ୍ୟରେ ଦୁଇଟି ପ୍ରବୃତ୍ତିର ପ୍ରବୃତ୍ତି ବାସ କରିଥାଏ। ଗୋଟିଏ ପ୍ରବୃତ୍ତି ଦୈବୀ ସମ୍ପନ୍ନ, ଯିଏ ଆମର ଆତ୍ମାକୁ ପରମାତ୍ମା, ସତ୍ୟ ଆଉ ଧର୍ମ ଉପରେ ବିଶ୍ୱାସ ଦେଇଥାଏ ଆଉ ଆମ ଜୀବନକୁ ଉଚ୍ଚ ମାର୍ଗରେ ନେଇଯାଏ। ଆଉ ଅନ୍ୟ ପ୍ରବୃତ୍ତି ହେଉଛି ଆସୁରିକ ସମ୍ପନ୍ନ, ଯିଏ ଆମକୁ ଏହି ଭ୍ରମ ଦେଇଥାଏ ଯେ ଏ ଜୀବନ କେବଳ ଭୋଗବିଳାସ, ମୌଜ ମସ୍ତି ଆଉ କ୍ଷଣିକ ସୁଖ ପାଇଁ ହୋଇଥାଏ ବୋଲି। ଯେତେବେଳେ ଆପଣଙ୍କର ମନ ଉପରେ, ବିଚାର ଉପରେ ଆସୁରିକ ସମ୍ପନ୍ନର ପ୍ରଭାବ ପଡ଼ିଥାଏ, ସେତେବେଳେ ଶରୀର କୁରୁକ୍ଷେତ୍ର ହୋଇଯାଏ। ଏକ ଏମିତି ରଣଭୂମି ଯେଉଁଠାରେ ଖରାପ ବିଚାର, ମୋହ, ଅହଙ୍କାର, କ୍ରୋଧ ଓ ଲୋଭ ନିଜ ନିଜ ଭିତରେ ଲଢ଼ିଥାନ୍ତି। କିନ୍ତୁ ଯେତେବେଳେ ଆପଣଙ୍କ ଭିତରେ ଦୈବୀ ସମ୍ପନ୍ନର ଉଦୟ ହୋଇଥାଏ ନା, ଯେତେବେଳେ ଆପଣଙ୍କ ଭିତରେ ସତ୍ୟ, କରୁଣା, ଶ୍ରଦ୍ଧା ଆଉ ଈଶ୍ୱରଙ୍କ ପ୍ରତି ବିଶ୍ୱାସ ପ୍ରବଳ ହୋଇଥାଏ, ସେତେବେଳେ ଏହି ଶରୀରକୁ ଧର୍ମକ୍ଷେତ୍ର ବୋଲି କୁହାଯାଏ। ଏକ ଏମିତି ପବିତ୍ର କ୍ଷେତ୍ର ଯେଉଁଠାରେ ଆତ୍ମା ପରମାତ୍ମା ସହିତ ଯୋଡ଼ି ହେବାର ସାଧନା କରିଥାଏ। ଜୀବନରେ ଏହି ଉତ୍ଥାନ ପତନ ଲାଗି ରହିଥାଏ। କେବେ ଦୈବୀ ପ୍ରକୃତି ଅଧିକ ହୋଇଥାଏ ତ କେବେ ଆସୁରିକ ପ୍ରବୃତ୍ତି ଅଧିକ ବାହାରିଥାଏ। ଏ ଦୁଇ ଜଣ ଗୋଟିଏ ଶରୀର, ଗୋଟିଏ ମନ ଭିତରେ ନିରନ୍ତର ଯୁଦ୍ଧ କରିଥାନ୍ତି। ଯେତେବେଳେ ଏହି ଯୁଦ୍ଧ ଚାଲିଥାଏ ତ ଧୀରେ ଧୀରେ ଦୈବୀ ସମ୍ପନ୍ନ ବଢ଼ି ଚାଲେ ଆଉ ଆସୁରିକ ସମ୍ପନ୍ନ ଧୀରେ ଧୀରେ କ୍ଷୀଣ ହୋଇଯାଏ। ଯେତେବେଳେ ଆସୁରିକ ପ୍ରବୃତ୍ତି ଯେମିତିକି କ୍ରୋଧ, ଅହଙ୍କାର, ଈର୍ଷା, ମୋହ ଏବଂ ଲୋଭ ସମ୍ପୂର୍ଣ୍ଣ ଭାବେ ସମାପ୍ତ ହୋଇଯାଏ, ସେତେବେଳେ ସାଧକ ସେହି ଅବସ୍ଥାରେ ପହଞ୍ଚିଯାଏ ଯେଉଁଠାରେ ପରମାତ୍ମାଙ୍କର ଦିବ୍ୟ ଦର୍ଶନ ହୋଇଥାଏ। କିନ୍ତୁ ଏଠାରେ ଆଉ ଏକ ଗଭୀର ରହସ୍ୟ ଲୁଚି ରହିଥାଏ। ଯେତେବେଳେ ଆସୁରିକ ପ୍ରବୃତ୍ତି ପୁରା ସମାପ୍ତ ହୋଇଯାଏ, ସେତେବେଳେ ପ୍ରଶ୍ନ ଉଠେ ଯେ ଦୈବୀ ପ୍ରକୃତି କାହା ସହିତ ଯୁଦ୍ଧ କରିବ? ତାର ଅସ୍ତିତ୍ୱ କେଉଁ ଉଦ୍ଦେଶ୍ୟ ପାଇଁ ରହିବ? ସେତେବେଳେ ଦୈବୀ ଗୁଣ ମଧ୍ୟ ଧୀରେ ଧୀରେ ବିଲୀନ ହେବାକୁ ଲାଗିଥାଏ ଆଉ ଶେଷରେ ସେ ମଧ୍ୟ ପରମାତ୍ମାଙ୍କ ସହିତ ସମାହିତ ହୋଇଯାଏ। ଏହି ସତ୍ୟ ଗୀତାର ଏକାଦଶ ଅଧ୍ୟାୟରେ ମଧ୍ୟ ପ୍ରକଟ ହୋଇଥିଲା। ଯେତେବେଳେ ଅର୍ଜୁନ ଦେଖିଲେ ଯେ କେବଳ କୌରବ ପକ୍ଷର ଯୋଦ୍ଧା ନୁହନ୍ତି, ବରଂ ପାଣ୍ଡବ ପକ୍ଷର ଯୋଦ୍ଧା ମଧ୍ୟ ଭଗବାନ ଶ୍ରୀକୃଷ୍ଣଙ୍କର ବିରାଟ ରୂପ ମଧ୍ୟରେ ପ୍ରବେଶ କରୁଛନ୍ତି, ସେତେବେଳେ ଏହି ସଂକେତ ମିଳିଥାଏ ଯେ ଅନ୍ତରେ ଆସୁରିକ ପ୍ରବୃତ୍ତି ମଧ୍ୟ ବିଲୀନ ହୋଇଯାଏ ଆଉ ଦୈବ ପ୍ରବୃତ୍ତି ମଧ୍ୟ। କାହିଁକି ନା ଦୁଇଟି ଯାକର ଅନ୍ତିମ ଲକ୍ଷ୍ୟ ଭଗବାନଙ୍କର ଶ୍ରୀମୁଖ ହିଁ ଅଟେ। ପୁଣି କେବଳ ଗୋଟିଏ ହିଁ ସତ୍ୟ ରହିଯାଏ, ନା ଦୈବ ପ୍ରକୃତି ନା ଆସୁର ପ୍ରବୃତ୍ତି, ନା ଧର୍ମ ନା ଅଧର୍ମ, ନା ବିଜୟ ନା ପରାଜୟ, ବରଂ କେବଳ ରହିଯାଏ ପରମାତ୍ମାଙ୍କର ସ୍ୱରୂପ।
ତାହା ହିଁ ମିଳନର ପରମ ଅବସ୍ଥା ଅଟେ। ଯେତେବେଳେ ଆତ୍ମା ପୂର୍ଣ୍ଣ ରୂପରେ ପରମାତ୍ମା ସହିତ ମିଳନ ହୋଇଯାଏ, ଆଉ ସାଧକ ଅନୁଭବ କରିଥାଏ ଯେ ଏବେ ସେ ଅଲଗା ନୁହେଁ ବୋଲି, ବରଂ ସେହି ପ୍ରଭୁଙ୍କର ସ୍ୱରୂପ ହୋଇଯାଏ। ଏହା ହିଁ ଜୀବନର ପରମ ଲକ୍ଷ୍ୟ ଅଟେ। ନଶ୍ୱରରୁ ଅମର ଆଡ଼କୁ ଯାତ୍ରା, ଆଉ ଦ୍ୱନ୍ଦ୍ୱରୁ ମୁକ୍ତ ହୋଇ ଅନନ୍ତରେ ବିଲୀନ ହୋଇଯିବା। ଏଠାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ ଏକ ଅତ୍ୟନ୍ତ ଗୂଢ଼ ରହସ୍ୟ ବିଷୟରେ କହୁଛନ୍ତି। ସେ କହୁଛନ୍ତି ଯେ ଏ ଶରୀର ଏକ କ୍ଷେତ୍ର ସମାନ, ଆଉ ଯିଏ ଏହି ଶରୀର, ଏହାର ସ୍ୱଭାବ ଆଉ ଏହାର ଅନ୍ତର୍ନିହିତ ସତ୍ୟକୁ ଜାଣିପାରିଥାଏ, ସେ ହିଁ କ୍ଷେତ୍ର ହୋଇଥାଏ। ଗୋଟିଏ କ୍ଷେତ୍ରରେ ଯେମିତି ସମୟ ଆସିଲେ ମଞ୍ଜି ବୁଣାଇଥିବା ଫଳ ହିଁ ହୋଇଥାଏ, ଠିକ୍ ସେମିତି ଆମ ଶରୀର ଅଟେ, ଯେଉଁଥିରେ ଆମେ ଯେଉଁ କର୍ମର ମଞ୍ଜି ବୁଣିଥାଉ, ସମୟ ଆସିଲେ ସେହି ପ୍ରକାର ଫଳ ହିଁ ପ୍ରକଟ ହୋଇଥାଏ। ସେହି କାରଣରୁ ଏହି ଶରୀରକୁ କ୍ଷେତ୍ର ବୋଲି କୁହାଯାଇଛି। ଭଗବାନ ପୁଣି କହୁଛନ୍ତି ଯେ ଏହି ଜ୍ଞାନକୁ ବିଭିନ୍ନ ବିଦ୍ୱାନ, ମନୀଷୀ ଆଉ ଋଷି ମହର୍ଷି ଅଲଗା ଅଲଗା ଉପାୟରେ ବୁଝାଇଥାନ୍ତି। ଏ କ୍ଷେତ୍ର ଅର୍ଥାତ୍ ଶରୀର ପଞ୍ଚମହାଭୂତରେ ଗଢ଼ା ହୋଇଛି: ପୃଥିବୀ, ଜଳ, ଅଗ୍ନି, ବାୟୁ ଏବଂ ଆକାଶ। ଏହା ସହିତ ମନ, ବୁଦ୍ଧି, ଅହଙ୍କାର ଆଉ ସବୁ ଇନ୍ଦ୍ରିୟ ଏହି କ୍ଷେତ୍ରର ଏକ ଅଂଶ ଅଟନ୍ତି। କେବଳ ଏତିକି ନୁହେଁ, ସୁଖ, ଦୁଃଖ, ଚେତନା, ଧୈର୍ଯ୍ୟ, ଇଚ୍ଛା, ବିକାର ଏସବୁ ମଧ୍ୟ ଏହି କ୍ଷେତ୍ରର ସମ୍ମିଳିତ ଅଟେ। ଏବେ ଶ୍ରୀକୃଷ୍ଣ ଅର୍ଜୁନକୁ କହୁଛନ୍ତି, ହେ ଅର୍ଜୁନ, ମୁଁ ତୁମକୁ ସେ ଜ୍ଞାନ ଶିଖାଇବି ଯାହାକୁ ପାଇ ମନୁଷ୍ୟ ପରମ ବ୍ରହ୍ମକୁ ପ୍ରାପ୍ତ କରିଥାଏ। ଏହି ଜ୍ଞାନ କୌଣସି ସାଧାରଣ ପୁସ୍ତକର ପୃଷ୍ଠାରେ ନୁହେଁ, ବରଂ ଜୀବନର ସାଧନା ଆଉ ଅନୁଭବରେ ପ୍ରକଟ ହୋଇଥାଏ। ଏହି ଜ୍ଞାନର ଲକ୍ଷଣ ଏହି ପ୍ରକାର ହୋଇଥାଏ: ମନୁଷ୍ୟ ଭିତରେ କେତେ ବି ଗୁଣ ଥାଉ, ସେଥିରେ ଅହଙ୍କାର, ଗର୍ବର ଟିକିଏ ମାତ୍ର ଅଂଶ ରହିବା ଉଚିତ ନୁହେଁ। କୌଣସି ପ୍ରାଣୀକୁ କଷ୍ଟ ଦେବା ଉଚିତ ନୁହେଁ। ପ୍ରତ୍ୟେକ ଜୀବ ଉପରେ ଦୟା କରିବା ଉଚିତ। ଗୁରୁ ସେବାକୁ ବଡ଼ ବୋଲି ମାନିବା ଉଚିତ। କଥା ଆଉ ମନରେ ସରଳ ହେବା ଉଚିତ। ଛଳ କପଟରୁ ଦୂରେ ରହିବା ଉଚିତ। ମନ ଓ ଇନ୍ଦ୍ରିୟ ଉପରେ ନିୟନ୍ତ୍ରଣ ରହିବା ଉଚିତ। ମୋହମାୟା ବନ୍ଧନରେ ବାନ୍ଧି ହେବା ଉଚିତ ନୁହେଁ। ସେ ସନ୍ତାନ ହେଉ କିମ୍ବା ଜୀବନ ସାଥୀ ହେଉ, ଘର ହେଉ କିମ୍ବା ଧନ ସମ୍ପଦ, ଭଲ ହେଉ କି ମନ୍ଦ, ଏହି ଦୁଇ ଅବସ୍ଥାରେ ମନକୁ ଓ ବୁଦ୍ଧିକୁ ସ୍ଥିର ରଖିବା ଉଚିତ। ଏକାନ୍ତରେ ରହି ନିଜ ମନର ଶୁଦ୍ଧିକରଣ କରିବା ଉଚିତ। ଆତ୍ମଚିନ୍ତନ ଆଉ ସାଧନା କରିବା ଉଚିତ। ଆଉ ପରମେଶ୍ୱରଙ୍କ ଠାରେ ପୂର୍ଣ୍ଣ ସମର୍ପଣ ହେବା ଉଚିତ। ଯେତେବେଳେ ସାଧକ ଏହି ଗୁଣକୁ ଆପଣାଇଥାଏ, ସେତେବେଳେ ସେ ପରିପକ୍ୱ ହୋଇଥାଏ। ଧୀରେ ଧୀରେ ତାର ଚେତନା ସାଂସାରିକ ଆସକ୍ତି ଠାରୁ ଉପରକୁ ଉଠିଯାଏ, ଆଉ ଶେଷରେ ସେ ପରମ ସତ୍ୟ, ପରମ ବ୍ରହ୍ମକୁ ପ୍ରାପ୍ତ କରିଥାଏ। ହେ ଅର୍ଜୁନ, ଏବେ ମୁଁ ତୁମକୁ ସେହି ପରମ ବ୍ରହ୍ମଙ୍କ ବିଷୟରେ କହିବି, ଯାହା ସମସ୍ତ ଜଗତର ମୂଳ ଅଟେ। ସେ ସର୍ବବ୍ୟାପୀ ଅଟନ୍ତି। ସେ ବ୍ରହ୍ମ ଏମିତି, ଯିଏକି ଇନ୍ଦ୍ରିୟ ସହିତ ଅଛି ଆଉ ଇନ୍ଦ୍ରିୟ ବିନା ମଧ୍ୟ ଅଛି। ସେ ନିର୍ଗୁଣ ଅଟେ ଆଉ ସବୁ ଗୁଣର ଆଧାର ମଧ୍ୟ। ସେ ପ୍ରତ୍ୟେକ ସଜୀବ ଆଉ ନିର୍ଜୀବ ମଧ୍ୟରେ ବ୍ୟାପ୍ତ ଅଛନ୍ତି। ସେ ବହୁତ ଦୂରରେ ଅଛନ୍ତି ଆଉ ପାଖରେ ମଧ୍ୟ, ତଥାପି ତାଙ୍କୁ ସ୍ୱଳ୍ପ ବୁଦ୍ଧିରେ ଜାଣିବା ବହୁତ କଷ୍ଟ ଅଟେ। ସେ ବ୍ରହ୍ମା, ସେ ହିଁ ବିଷ୍ଣୁ ଆଉ ସେ ହିଁ ମହେଶ୍ୱର ଅଟନ୍ତି। ସେ ମାୟା ଅଟେ ଆଉ ମହାମାୟା ଅଟେ। ସେ ପରମ ବ୍ରହ୍ମଠାରୁ ଅଧିକ ଅଟେ ଆଉ ସବୁ ପ୍ରାଣୀଙ୍କ ହୃଦୟରେ ନିବାସ କରିଥାଏ। ଏବେ ଶୁଣ ଯେ ପ୍ରକୃତି ଆଉ ପୁରୁଷର କୌଣସି ଆରମ୍ଭ ନାହିଁ। ଏହା ସନାତନ ସତ୍ୟ ଅଟେ। ପ୍ରକୃତି ଠାରୁ ପ୍ରେମ ଆଉ ଘୃଣା ଉତ୍ପନ୍ନ ହୋଇଥାଏ। ପ୍ରକୃତି ଠାରୁ ହିଁ ସତ୍ୱଗୁଣ, ରଜଗୁଣ ଆଉ ତମଗୁଣ ପ୍ରକଟ ହୋଇଥାଏ। ଆଉ ପ୍ରକୃତି ଠାରୁ ହିଁ କର୍ମ କରିବାର ସାମର୍ଥ୍ୟ ଓ ମନୁଷ୍ୟର ସମସ୍ତ ଭାବ ଉତ୍ପନ୍ନ ହୋଇଥାଏ। ମନୁଷ୍ୟ ପ୍ରକୃତି ଠାରୁ ଜନ୍ମ ହୋଇଥାଏ, ସେଥିପାଇଁ ତାକୁ ପ୍ରକୃତି ଗୁଣର ଭୋଗ କରିବାକୁ ପଡ଼ିଥାଏ। ଆଉ ସେହି ଗୁଣ ଅନୁସାରେ ଜନ୍ମ ଆଉ ମୃତ୍ୟୁର ଯାତ୍ରା ନିର୍ଦ୍ଧାରିତ ହୋଇଥାଏ। କିନ୍ତୁ ଯେଉଁ ମନୁଷ୍ୟ ପୁରୁଷ ଓ ପ୍ରକୃତିର ଏହି ଗୁଣକୁ ଜାଣିପାରେ, ସେ କର୍ମ କରୁଥିଲେ ମଧ୍ୟ ବନ୍ଧନରେ ବାନ୍ଧି ହୁଏ ନାହିଁ। ଯେଉଁ ମନୁଷ୍ୟ ବୁଝିପାରିଥାଏ ଯେ ସବୁ କର୍ମ ପ୍ରକୃତି ଦ୍ୱାରା ହୋଇଥାଏ, ସେ ତାର ଆତ୍ମାକୁ କେବେ ହେଲେ କର୍ତ୍ତା ବୋଲି ମାନିନଥାଏ। ଯେତେବେଳେ ତାର ଜ୍ଞାନ ଉଦୟ ହେବ, ସେତେବେଳେ ସେ ଭବସାଗରରୁ ପାର ହୋଇଯିବ। ହେ ଅର୍ଜୁନ, ଯେଉଁ ପ୍ରକାର ଆକାଶର ସ୍ୱଭାବ ଅତ୍ୟନ୍ତ ସୂକ୍ଷ୍ମ ଆଉ ଶୁଦ୍ଧ ହୋଇଥାଏ, ସେଥିପାଇଁ ସେଥିରେ କୌଣସି ମଳ ରହିପାରେ ନାହିଁ, ଠିକ୍ ସେମିତି ଆମର ଆତ୍ମା ମଧ୍ୟ ଅଟେ। ଆତ୍ମା ଶରୀରରେ ରହି ମଧ୍ୟ ତା ସହିତ ସେ ମିଶି ନଥାଏ, ସେ ଦୂଷିତ ହୋଇନଥାଏ। ଶରୀରକୁ ଯେତେ ରୋଗ କଷ୍ଟ ହେଲେ ମଧ୍ୟ ସେ ଆତ୍ମା ଉପରେ କୌଣସି ପ୍ରଭାବ ପକାଇ ପାରେ ନାହିଁ। ଯେମିତି ଗୋଟିଏ ସୂର୍ଯ୍ୟ ବ୍ରହ୍ମାଣ୍ଡକୁ ଆଲୋକିତ କରିଦେଇଥାଏ, ଠିକ୍ ସେମିତି ଏହି ଆତ୍ମା ପୁରା ଶରୀରକୁ ପ୍ରକାଶିତ କରିଥାଏ।
ଆତ୍ମା ହିଁ ସେହି ଦିବ୍ୟ ଜ୍ୟୋତି ଅଟେ, ଯେଉଁ କାରଣରୁ ଆଖିକି ଦେଖିଥାଏ, କାନ ଶୁଣି ପାରିଥାଏ ଆଉ ହୃଦୟ ଅନୁଭବ କରିଥାଏ। ଆତ୍ମା ବିନା ଶରୀର ମାଟି ସହିତ ସମାନ ଅଟେ। କିନ୍ତୁ ହେ ଅର୍ଜୁନ, ଯାହା ପାଖରେ ଜ୍ଞାନର ଚକ୍ଷୁ ଥାଏ, ସେ କେବଳ ଏହି ରହସ୍ୟକୁ ଜାଣିପାରିଥାଏ, କାହିଁକି ନା ଏହାକୁ ବାହାର ଦୃଷ୍ଟିରେ ନୁହେଁ ବରଂ ଅନ୍ତର୍ଦୃଷ୍ଟିରେ ଦେଖାଯାଇଥାଏ। ଯେଉଁ ଜ୍ଞାନୀ ବ୍ୟକ୍ତି ଯିଏକି ଶରୀର ଆଉ କ୍ଷେତ୍ରଜ୍ଞ ଆତ୍ମାକୁ ତାର ଭେଦକୁ ବୁଝିପାରିଥାଏ, ସେ ପରମ ଲକ୍ଷ୍ୟ ପ୍ରାପ୍ତ କରିଥାଏ ଆଉ ପରମାତ୍ମାକୁ ମଧ୍ୟ ପ୍ରାପ୍ତ ହୋଇଥାଏ। ଦର୍ଶକ ବନ୍ଧୁ, ଏହି ଅଧ୍ୟାୟରେ ଭଗବାନ ଶ୍ରୀକୃଷ୍ଣ ଅତ୍ୟନ୍ତ ସରଳ ଆଉ ସହଜ ଭାଷାରେ ବୁଝାଉଛନ୍ତି ଯେ ଆମ ଜୀବନରେ ଆସୁଥିବା ପ୍ରତ୍ୟେକ ସୁଖ ଓ ଦୁଃଖ, ହସ କାନ୍ଦ, ବିଜୟ ପରାଜୟ ଆଉ କାହା ଯୋଗୁଁ ହୋଇନଥାଏ। ଏହାର ମୂଳ କାରଣ ଆମେ ନିଜେ ଅଟୁ। ଆଜିର କର୍ମ ଆମ ଜୀବନର ଦିଗକୁ ନିର୍ଣ୍ଣୟ କରିଥାଏ ଆଉ ସେ ଆଗକୁ ଯାଇ ଆମ ଅନୁଭବରେ ମଧ୍ୟ ପରିଣତ କରିଥାଏ। ଯେମିତିକି ପୂର୍ବରୁ ଭଗବାନ ଶ୍ରୀକୃଷ୍ଣ ଆମ ଶରୀରକୁ ଗୋଟିଏ କ୍ଷେତ ସହ ସମାନ କରି ସେଥିରେ ହେଉଥିବା ଫସଲକୁ ଆମର କର୍ମର ଫଳ ବୋଲି ବୁଝାଇଥିଲେ। କ୍ଷେତର ଦାୟିତ୍ୱ ଯେମିତି ନିଆଯିବ, ଫସଲ ମଧ୍ୟ ସେମିତି ହେବ। ଠିକ୍ ସେମିତି ଆମ ଜୀବନରେ ଯେମିତି କର୍ମ କରିବା, ସମୟ ଆସିଲେ ପ୍ରକୃତି ଆମକୁ ସେସବୁ ଫେରାଇବ। ଭଗବାନ ଶ୍ରୀକୃଷ୍ଣ ସ୍ପଷ୍ଟ ଭାବରେ କହୁଛନ୍ତି ଯେ ମୁଁ କୌଣସି ପ୍ରାଣୀର ଭାଗ୍ୟ ନିର୍ମାଣ କରିନଥାଏ। ଅର୍ଥାତ୍ ଈଶ୍ୱର କୌଣସି ପ୍ରାଣୀକୁ ସୁଖୀ କିମ୍ବା ଦୁଃଖୀ କରିକି ପଠାନ୍ତି ନାହିଁ। ମନୁଷ୍ୟର ଭାଗ୍ୟ ଈଶ୍ୱର ନୁହେଁ ବରଂ ମନୁଷ୍ୟ ନିଜେ ରଚନା କରିଥାଏ। ପରିସ୍ଥିତିକୁ ଦୋଷ ଦେବା ମଧ୍ୟ ସମାଧାନ ନୁହେଁ। ପ୍ରକୃତ ସମାଧାନ ଆମର କର୍ମକୁ ସୁଧାରିବାରେ ହୋଇଥାଏ। ଯେତେବେଳେ ଆମେ ଆମର ବିଚାରକୁ ଶୁଦ୍ଧ କରିବା, ଶବ୍ଦକୁ ସଂଯମ କରିବା, ଧର୍ମ ମାର୍ଗରେ ଚାଲିବା, ତେବେ ଯାଇ ଆମ ଜୀବନ ଧୀରେ ଧୀରେ ବଦଳିବାକୁ ଲାଗିବ। ଯଦି ଆମେ ଆମର ସୁକର୍ମ, ପୁଣ୍ୟ ଓ ଧର୍ମରେ ଚାଲିବା, ସଚୋଟ ଆଉ ପରିଶ୍ରମୀ ହେବା, ତ କାଲି ଆମେ ନିଶ୍ଚିତ ରୂପରେ ଶୁଭ ଓ ମଙ୍ଗଳମୟ ଫଳ ପ୍ରାପ୍ତ କରିବା। କିନ୍ତୁ ଯଦି ଆମେ ଆଳସ୍ୟ, ନିନ୍ଦା ଆଉ ଅଧର୍ମର ମଞ୍ଜି ବୁଣିବା, ତେବେ ପରବର୍ତ୍ତୀ ସମୟ କଠୋର ପରିସ୍ଥିତି, ଅଶାନ୍ତି ଆଉ ଦୁଃଖଭରା ହେବ। ଏହା ହିଁ ପ୍ରକୃତିର ଅଟଳ ନିୟମ ଅଟେ। ଦର୍ଶକ ବନ୍ଧୁ, ଏ ଥିଲା ଶ୍ରୀମଦ୍ ଭଗବତ ଗୀତାର 13ତମ ଅଧ୍ୟାୟର ସାରାଂଶ, ଯାହାକି ଆପଣମାନେ ଶୁଣୁଥିଲେ ଅତି ସହଜ ଆଉ ସରଳ ଭାଷା ମାଧ୍ୟମରେ। ଆପଣଙ୍କର ମତାମତ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ପୁଣି ଦେଖାହେବ ଆଉ ଏକ ସୁନ୍ଦର ଜ୍ଞାନବର୍ଦ୍ଧକ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ଦେଖୁଥାନ୍ତୁ ଚିନ୍ତନ ଟିଭି। ଧନ୍ୟବାଦ।